ପ୍ରାର୍ଥନା ଏପ୍ରିଲ 7, 1914। ତେବେ ମୋର ସାହସ କାହିଁ ଯଦି ସବୁବେଳେ ମୁଁ ଯୁଦ୍ଧକୁ ଏଡ଼ାଇ ଦେଇ ଯିବାକୁ ଚେଷ୍ଟା କରେ? ତେବେ ମୋର ଶକ୍ତି କାହିଁ ଯଦି ମୁଁ ସ୍ୱାଭାବିକ ରୂପେ ନୂତନ ଉଦ୍ୟମ କରିବାକୁ ଭୟ କରେ ଏବଂ ଅଜ୍ଞାତ ସାରରେ ଅତୀତ ପ୍ରଯତ୍ନର ଫଳାଫଳକୁ ଯଥେଷ୍ଟ ମନେକରି ନିଷ୍କ୍ରିୟ ଭାବେ ନିଦ୍ରା ଯାଏ? କାର୍ଯ୍ୟ କରିବାକୁ ହେଲେ ମୋତେ ବାଧ୍ୟ ହୋଇ ତାହା କରିବାକୁ ହୁଏ ଏବଂ ମୋର ନୀରବ ଧ୍ୟାନ ଅଂଶତଃ ଆଳସ୍ୟରେ ଗଠିତ। ଏସବୁ ମୁଁ ଆହୁରି ପରିଷ୍କାର ଭାବରେ ଦେଖିପାରୁଛି। ଆଜି ପର୍ଯ୍ୟନ୍ତ ଯାହା କରିଛି ମନେ ହୁଏ ସେସବୁ କିଛି ବି ନୁହେଁ। ହେ ଭଗବାନ, ତୋ ସେବାରେ ମୁଁ ଯେଉଁ ଯନ୍ତ୍ରଟି ନିଯୁକ୍ତ କରିଛି ତାହାର କ୍ଷୁଦ୍ରତା ଓ ସଂକୀର୍ଣ୍ଣତା ମୋ ପାଖରେ ସ୍ପଷ୍ଟ। ଦୁଃଖର ସହିତ ମୋତେ ଏହି ଧାରଣା ସକାଶେ ଆଜି ବି ହସ ଲାଗୁଛି ଯେ ସମୟ ସମୟରେ ନିଜ ସମ୍ବନ୍ଧରେ, ନିଜ ଚେଷ୍ଟା ଓ ନିଜର ସଫଳତା ସମ୍ବନ୍ଧେ ଖୁବ୍ ଭଲ ଧାରଣା ପୋଷଣ କରିଥିଲି। ଯଥାର୍ଥ ଜୀବନର ଦ୍ୱାରଦେଶରେ ମୁଁ ପହଞ୍ଚି ଯାଇଛି ବୋଲି ସର୍ବଦା ଭାବୁଥିଲି, କିନ୍ତୁ ବାସ୍ତବରେ ଏହା ଲାଭ କରିଥିଲି ଗୋଟିଏ ଆଶା ରୂପେ, ସ୍ଥୂଳ ସିଦ୍ଧି ରୂପେ ନୁହେଁ। ଏହା ଥିଲା ଯେପରି ଶିଶୁକୁ ଖେଳନାର ଲୋଭ ଦେଖାଇବା ଅଥବା ଦୁର୍ବଳ ପାଖରେ ପୁରସ୍କାରର ଲୋଭ ଦେଖାଇବା। ତାହେଲେ କେବେ ମୁଁ ଯଥାର୍ଥରେ ସବଳ ହୋଇ ଉଠିବି? ସାହସ, ସାମର୍ଥ୍ୟ, ବୀର୍ଯ୍ୟ ଓ ପ୍ରଶାନ୍ତ ଧୈର୍ଯ୍ୟରେ ଗଢ଼ି ଉଠିବି? ତେବେ ମୁଁ ମୋର ବ୍ୟକ୍ତିତ୍ୱ ବୋଧକୁ ସମ୍ପୂର୍ଣ୍ଣ ରୂପେ ଭୁଲିଯିବି। ହୋଇପାରିବି କେବଳ ତୋର ଯନ୍ତ୍ର, ଯାହା ଗଠିତ ହେବ କେବଳ ସେହି ସକଳ ଶକ୍ତି ଦ୍ୱାରା ଯାହାକୁ ଏହି ଯନ୍ତ୍ର ପ୍ରକାଶ କରିବ। କେବେ ମୋର ଏକତ୍ୱ ବୋଧର ଚେତନାରେ କୌଣସି ଜଡ଼ତା ଆସି ମିଶିବ ନାହିଁ, ଆଉ କେବେ ମୋର ଦିବ୍ୟ ପ୍ରେମର ଅନୁଭୂତି ସହ କୌଣସି ଦୁର୍ବଳତା ମିଶିବ ନାହିଁ। ହେ ପ୍ରଭୁ, ଏହିସବୁ ପ୍ରଶ୍ନ ଉତ୍ଥାପନ ପରେ ମନେ ହେଉଛି ମୋ ଭିତରେ ଯେପରି ସକଳ ଚିନ୍ତା ଲୁପ୍ତ ହୋଇଛି। ମୋର ସଚେତନ ମାନସ ସତ୍ତାକୁ ଖୋଜୁଛି, ତାକୁ ପାଉନାହିଁ। ବ୍ୟକ୍ତିତ୍ୱକୁ ଖୋଜୁଛି, ତାକୁ ବି କେଉଁଠି ପାଉନାହିଁ। ମୋର ବ୍ୟକ୍ତିଗତ ଇଚ୍ଛାକୁ ଖୋଜୁଛି, କିନ୍ତୁ ତାହା ମଧ୍ୟ ଅନ୍ତର୍ହିତ। ମୁଁ ତୋତେ ଖୋଜୁଛି, କିନ୍ତୁ କୌଣସି ଉତ୍ତର ପାଉନାହିଁ। ନୀରବତା, କେବଳ ନୀରବତା। ମନେ ହୁଏ ବର୍ତ୍ତମାନ ମୁଁ ତୋର ଦିବ୍ୟ ବାଣୀ ଶୁଣିପାରୁଛି। ତୁ କେବେ ବି ନିଜକୁ ସର୍ବାଙ୍ଗୀନ ରୂପେ ଲୋପ କରିଦେଇ ପାରିନାହୁଁ। ସର୍ବଦା ହିଁ ତୋ ଭିତରେ ଏପରି କିଛି ରହିଛି ଯାହା ଇଚ୍ଛା କରୁଛି ଜାଣିବାକୁ, ବୁଝିବାକୁ ଏବଂ ଦେଖିବାକୁ। ସମ୍ପୂର୍ଣ୍ଣ ରୂପେ ନିଜକୁ ସମର୍ପଣ କର। ଶିଖ କିପରି ନିଜକୁ ହରେଇ ଦେବାକୁ ହୁଏ। ଅବଶେଷରେ ମୋ ଭିତରେ ଯେଉଁ ପ୍ରାଚୀର ରହିଛି ତାକୁ ଭାଙ୍ଗି ପକାଅ। ନିଶେଷରେ ତୋର ଆତ୍ମଦାନ ପୂର୍ଣ୍ଣ କର। ହାୟ ହେ ପ୍ରଭୁ, କେତେ ଦୀର୍ଘ କାଳରୁ ମୁଁ ଏହା ହିଁ କରିବାକୁ ଚାହୁଁଥିଲି, କିନ୍ତୁ ଏହା କରିବାକୁ ସମର୍ଥ ହୋଇନଥିଲି। ହେ ଭଗବାନ, ଏହା ହିଁ କରିବାକୁ ମୋତେ ଶକ୍ତି ଦେବୁ କି? ହେ ଭଗବାନ, ଶାଶ୍ୱତ ପ୍ରେମମୟ ପ୍ରଭୁ, ଏହି ବାଧାବିଘ୍ନକୁ ଭାଙ୍ଗିଦେ ଯାହା ମୋତେ ଦୁଃଖ ତାପରେ ଭରିଦିଏ। ମୋତେ ମୋ ଠାରୁ ଉଦ୍ଧାର କର।